ଜୀବନର ସତ୍ୟ। ଈଶ୍ୱର କେତେ ଦୟାଳୁ ଓ ମହାନ। ଆମ ଦୁଃଖ ଆଉ ମାଗୁଣି ତାଙ୍କୁ ବ୍ୟଥିତ କରେ ବୋଲି ସେ ଆମକୁ ସାନ୍ତ୍ୱନା ଦେଇ କୁହନ୍ତି, ଆରେ ପାଗଳା ବାୟାଟା କେତେ ମୋତେ ଖୋଜୁଛୁ? ମୁଁ ପରା ତୋ ପାଖରେ ଅଛି ଆଉ ତୁମମାନଙ୍କ ଭିତରେ ଅଛି। କ'ଣ ଜାଣିପାରୁନୁ? ଯେତେ ଅଧିକ ମୋତେ ଖୋଜୁଛୁ ତା'ଠାରୁ ଅଧିକ ଆତ୍ମା ସେବାରେ ଲାଗ। ଆତ୍ମାକୁ ଜାଣେ, ଆତ୍ମାକୁ ପରିଲକ୍ଷିତ କର। ଆପେ ଆପେ ମୁଁ ତୋତେ ତା ଭିତରେ ଦେଖା ଦେଇଦେବି। ଆଉ ରହିଲା ମାଗୁଣି ବା ଦେବା କଥା, ମୁଁ ପରା ସବୁ ଦେଇ ଯିବା ଆସିବାର ସମୟ ନିର୍ଦ୍ଧାରିତ କରି ପଠାଇଛି। ପୁଣି ମଝିରେ ଆଉ କ'ଣ ଦେବି? ସବୁଠାରୁ ବଡ଼ ସମ୍ପତ୍ତି ମନ, ବୁଦ୍ଧି, ବିବେକ, ବିଚାର କରିବାର ଶକ୍ତି ଦେଇଛି। ଯେମିତି ଖର୍ଚ୍ଚ କରିବୁ ସେମିତି ଦ୍ରବ୍ୟ ପ୍ରାପ୍ତ କରିବୁ। ଏହାପରେ ମୋ ପାଖରେ ଆଉ କ'ଣ ଅଛି ମୁଁ ତୋତେ ଦେବି? ହଁ, ମୁଁ ତୋ ପାଖରେ ସଦାସର୍ବଦା ରହିପାରିବି ଯଦି ତୁ ମୋତେ 1 ଲକ୍ଷ ଦେବୁ। ମନେ ରଖିବୁ, ଏହିଠାରେ ଉପାର୍ଜନ କରିଥିବା ସମ୍ପତ୍ତିକୁ ନେଇକରି ଯିବା ପାଇଁ କୌଣସି ସୁବିଧା ନାହିଁ। କର୍ମର ଫଳ ଏଇଠାରେ ଭୋଗିବାକୁ ପଡ଼ିବ। ଧର୍ମର ଫଳ ସମ୍ପତ୍ତି ହୋଇ ତୋ ସାଥିରେ ଥିବ। ତେଣୁ ସର୍ବଦା ବିଚାରକୁ ଜାଗ୍ରତ କରି ମୋ ପାଖେ ସମର୍ପିତ ହୋଇ କର୍ମ କରିଚାଲିବୁ। ତାହେଲେ ତୋତେ ବ୍ୟସ୍ତ ବିବ୍ରତ ହେବାକୁ ପଡ଼ିବନି। ଓଁ ପରମାତ୍ମନେ ନମଃ। ଏହା ଏଇ ଜୀବାତ୍ମାର କାଳ୍ପନିକ ଭାବନା। କ୍ଷମା କରିବେ, ଭୁଲ ଥିଲେ।